ଏବେ ରାସନ କାର୍ଡଧାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଗଲା। ଆଉ କ'ଣ ଖୁସି ଖବର ଆସିଗଲା ଆସନ୍ତୁ এই ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଜାଣିବା। ଆଉ ଜାଣିବା ପାଇଁ ଭିଡ଼ିଓଟି ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିପାରିବେ କେଉଁମାନଙ୍କୁ ମିଳିବ ଅଧିକ 10 କେଜି ଚାଉଳ। ସମ୍ପୂର୍ଣ୍ଣ ସରକାର ଘୋଷଣା କରିଛନ୍ତି କେଉଁମାନେ ପାଇବେ ଅଧିକ 10 କେଜି ଚାଉଳ। ଆପଣମାନଙ୍କର ଯଦି ରାସନ କାର୍ଡ଼ ଅଛି ଆଉ ଆପଣମାନେ ରାସନ କାର୍ଡ଼ରେ ଚାଉଳ ପାଉଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଯାଇଛି। ଏଣିକି ମୁଣ୍ଡ ପିଛା ଆଉ 5 କେଜି ନୁହେଁ, ବରଂ ମିଳିବ 10 କେଜି ଚାଉଳ। ଏନେଇ ଯୋଗାଣ ମନ୍ତ୍ରୀ ଚିନ୍ତା କରିଥିବା ବେଳେ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହା ସହିତ ମୁଖ୍ୟମନ୍ତ୍ରୀ ପାଖକୁ ନେଇ ଖୁବ୍ ଶୀଘ୍ର ଫାଇଲ ପଠାଯିବ ଆଉ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ବହୁତ ବଡ଼ ଖୁସି ଖବର ଆସିଯାଇଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି 10 କେଜି ଚାଉଳ ମିଳିଲେ ରାଜ୍ୟର ପ୍ରତିଟି ରାସନ କାର୍ଡଧାରୀ ଏହାର ଲାଭ ପାଇବେ। ରାଜ୍ୟରେ ଏବେ ପ୍ରାୟ 3 କୋଟି ଅଧିକ ରାସନ କାର୍ଡ ରହିଛି ଆଉ ମୁଣ୍ଡ ପିଛା 10 କେଜି ଚାଉଳ ମିଳିବ। ଏହାର ଲାଭ ଏହି 3 କୋଟି କାର୍ଡଧାରୀ ପାଇବେ। ମଙ୍ଗଳବାର ରାସନ କାର୍ଡକୁ ନେଇ ମନ୍ତ୍ରୀ ଆଉ ଗୋଟିଏ ମଧ୍ୟ ବଡ଼ ବୟାନ ଦେଇ ରଖିଥିଲେ। ମନ୍ତ୍ରୀ କହିଥିଲେ, ଆସନ୍ତା ମାସରୁ ଯେଉଁ ଲୋକମାନେ EKYC ହୋଇନଥିବ ସେମାନଙ୍କୁ ଆଉ ରାସନ ଚାଉଳ ମିଳିବ ନାହିଁ। ସରକାର EKYC ବନ୍ଦ କରିଦେଇଛନ୍ତି, ହେଲେ ରାଜ୍ୟରେ ଏବେ ପ୍ରାୟ 15 ଲକ୍ଷରୁ ଅଧିକ ଲୋକ EKYC କରିନାହାନ୍ତି। ତେଣୁ ଏବେ ଆଉ ସମୟ ନଥିବା କାରଣରୁ ଆସନ୍ତା ମାସରୁ ଏହି ଲୋକମାନଙ୍କୁ ଆଉ ଚାଉଳ ଦିଆଯିବ ନାହିଁ। ରାସନ କାର୍ଡ଼ ଉପରେ ଏବେ ବି ଆମ ରାଜ୍ୟରେ ଅନେକ ଗରିବ ଲୋକ ଭରସା କରିଥାନ୍ତି। ତେଣୁ ଯଦି ଏହି ମୁଣ୍ଡ ପିଛା ଚାଉଳ 5 କେଜିରୁ 10 କେଜି ବଢ଼ାଇ ଦିଆଯିବ, ତେବେ ଏହାର ଲୋକମାନେ ପାଇପାରିବେ। ବହୁତ ବଡ଼ ଖୁସି ଖବର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଉ ଯେଉଁମାନେ EKYC କରିନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ଦେବେ ନାହିଁ ସରକାର। ବହୁତ ବଡ଼ ଘୋଷଣା କରିଛନ୍ତି। ଆଉ 10 କେଜି ଚାଉଳ ଯେଉଁମାନେ EKYC କରିଥିବେ ସେମାନଙ୍କୁ 10 କେଜି ଆସନ୍ତା ମାସରୁ ମିଳିବା ପାଇଁ ସରକାର ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଉ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତାହା ନିଷ୍ପତ୍ତି ନେଇ ଲୋକଙ୍କୁ 10 କିଲୋ ଚାଉଳ ଖୁବ୍ ଶୀଘ୍ର ଲାଗୁ କରିବେ ବୋଲି କୃଷ୍ଣଚନ୍ଦ୍ର ପାତ୍ର ମନ୍ତ୍ରୀ ବହୁତ ବଡ଼ ଘୋଷଣା କରିଛନ୍ତି। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।